ଲୋକଲିଖିତ ସୁସମାଚାର ତାହାର 1 ପର୍ବ 34 ପଦରୁ 35 ପଦ ପର୍ଯ୍ୟନ୍ତ। ଲୋକଲିଖିତ ସୁସମାଚାର ତାହାର 1 ପର୍ବ 34 ପଦ ଏବଂ 35 ପଦ। ଏଠାରେ ଏପରି ଲେଖାଯାଏ, କିନ୍ତୁ ମରିୟମ ଦୂତଙ୍କୁ କହିଲେ, ଏହା କିପରି ସମ୍ଭବ? ମୁଁ ତ ପୁରୁଷକୁ ଜାଣେ ନାହିଁ। ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପର ଶକ୍ତି ତୁମ୍ଭକୁ ଆବରିବ। ଏଣୁ ଯେ ଜାତ ହେବେ ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ଈଶ୍ୱରଙ୍କର ପବିତ୍ର ଜୀବନ୍ତ ବାକ୍ୟର ସମସ୍ତ ପ୍ରକାର ଆଶୀର୍ବାଦ, ଅନୁଗ୍ରହ, ଦୟା ପ୍ରଭୁ ଆମ ସମସ୍ତଙ୍କ ପ୍ରତି ସଦା ସର୍ବଦା ଦାନ କରନ୍ତୁ। ଖ୍ରୀଷ୍ଟରେ ଉପସ୍ଥିତ ଈଶ୍ୱରଙ୍କର ପବିତ୍ର ଦାସ ଏବଂ ଦାସୀଗଣ, ସର୍ବପ୍ରଥମେ ସର୍ବଶକ୍ତିମାନ ମହାନ ପରମେଶ୍ୱରଙ୍କର ପବିତ୍ର ନାମର ଧନ୍ୟବାଦ ହେଉ। ଯେହେତୁ ଈଶ୍ୱର ଆମ ପ୍ରତ୍ୟେକଙ୍କୁ ଆଜି ଏକ ସୁପ୍ରଭାତ ଦାନ କରି ଏହି ସୁପ୍ରଭାତ ମଧ୍ୟରେ ତାଙ୍କରି ପବିତ୍ର ବାକ୍ୟର କିଛି ଅଂଶକୁ ଈଶ୍ୱର ଆଲୋଚନା କରିବା ନିମନ୍ତେ ଆମ ପ୍ରତ୍ୟେକଙ୍କୁ ସୁଯୋଗ ପ୍ରଦାନ କରିଅଛନ୍ତି। ଆସନ୍ତୁ ଆମ୍ଭେମାନେ ବାକ୍ୟ ମଧ୍ୟକୁ ଯିବା। ଅବ୍ରାହମ, ଯାହାକୁ ଆଦି ପିତା ବୋଲି କୁହାଯାଏ, ଯାହାଙ୍କୁ ଆମେ ଅବ୍ରାହମ ବହୁ ଲୋକର ପିତା ବୋଲି ଆମମାନେ କହିଥାଉ। ଅବ୍ରାହମ ସେ ଉର ଦେଶରେ ବାସ କରୁଥିଲେ। ଅବ୍ରାହମକୁ ଯେତେବେଳେ 75 ବର୍ଷ ହେଉଥାଏ, ଈଶ୍ୱର ତାଙ୍କୁ ତାଙ୍କଠାରୁ ଜଗତର ପରିତ୍ରାଣର କାର୍ଯ୍ୟ ସାଧନ କରିବା ନିମନ୍ତେ ସେ ଆହ୍ୱାନ କଲେ। ଏ 75 ବର୍ଷ ବୟସରେ ଯେତେବେଳେ ଈଶ୍ୱର ତାଙ୍କୁ ଆହ୍ୱାନ କଲେ, ଏକ ମହାନ ଆଶୀର୍ବାଦର ସହିତ ଆହ୍ୱାନ କଲେ। ଆଉ ସେଇ ଆଶୀର୍ବାଦ ଥିଲା, ଆକାଶର ତାରାଗଣକୁ ଦେଖ, ସମୁଦ୍ରର ବାଲିକୁ ଦେଖ, ଆମେ ତୁମ୍ଭର ବଂଶ ଏହିପରି କରିବା, ଅସଂଖ୍ୟ ଏବଂ ଅଗଣିତ କରିବା। ତୁମେ ଯାହାକୁ ଆଶୀର୍ବାଦ କରିବ ତାହାକୁ ଆଶୀର୍ବାଦ ଦେବା, ଯାହାକୁ ଅଭିଶାପ କରିବ ତାହାକୁ ଅଭିଶାପ ଦେବା। ଯାହା ମାନେ ପାଇପାରିବା ଆଦି ପୁସ୍ତକ 12 ପର୍ବ ମଧ୍ୟରେ ଏକ ବିରାଟ ବଡ଼ ଆଶୀର୍ବାଦ ଅବ୍ରାହମକୁ ଈଶ୍ୱର ଆହ୍ୱାନ କରୁଥିବା ସମୟରେ ସେ ଦାନ କରିଥିଲେ। ଅବ୍ରାହମକୁ 75ରୁ 80 ବର୍ଷ ହେଇଗଲା, 85 ବର୍ଷ ହେଲା, 90 ଇୟର ହେଇଗଲା, 99 ଇୟର୍ସ ହେଲା, ହେଲେ ମଧ୍ୟ ଅବ୍ରାହମକୁ ଗୋଟିଏ ମଧ୍ୟ ସନ୍ତାନ ନାହିଁ। ଈଶ୍ୱର ଅବ୍ରାହମକୁ ସେଇ ସମୟରେ ସନ୍ତାନ ଦେଇନଥିଲେ। ଯେତେବେଳେ 100 ଇୟର୍ସ ସମୟରେ, ଯେଉଁ ସମୟ କି ଗୋଟେ ହ୍ୟୁମାନ କେପାବିଲିଟି ନାହିଁ, ପୁତ୍ର ସନ୍ତାନ ଜାତ କରିବାର ହ୍ୟୁମାନ କେପାସିଟି ନାହିଁ, କେପାବିଲିଟି ନାହିଁ, ଦକ୍ଷତା ନାହିଁ, ଈଶ୍ୱର ସେଇ ସମୟରେ
ତାଙ୍କରି ପବିତ୍ର ପ୍ରତିଜ୍ଞାର ଆଶୀର୍ବାଦକୁ ପ୍ରାରମ୍ଭ କଲେ। ମୁଁ ସେଥିପାଇଁ ଆଜିର ଶାସ୍ତ୍ରାଂଶ ଆମେ ଦେଖୁ ଯେ ମରିୟମ ନିକଟରେ ଦୂତ ଆସିଲେ ଏବଂ ମରିୟମକୁ ସେ କହନ୍ତି, ତୁମେ ଏକ ପୁତ୍ର ପ୍ରସବ କରିବ ଏବଂ ତାହାଙ୍କ ନାମ ଯୀଶୁ ଦେବ। ସେ ମହାନ ହେବେ ଏବଂ ପରାତ୍ମଙ୍କ ପୁତ୍ର ହେବେ। ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ। ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ। ପୁଣି ତାହାଙ୍କ ବାକ୍ୟର ଶେଷ ହେବ ନାହିଁ। এই ବାକ୍ୟ ଯେତେବେଳେ ମରିୟମ ଶୁଣୁଛନ୍ତି, ସେ ଆଶ୍ଚର୍ଯ୍ୟ ହୋଇଗଲେ, ସେ ଚମତ୍କୃତ ହୋଇଗଲେ। ଆଉ ସେ କହିଲେ, ଏହା କିପରି ସମ୍ଭବ? ମୁଁ ତ ପୁରୁଷକୁ ଜାଣେ ନାହିଁ। ପ୍ରିୟ ମଣ୍ଡଳୀ, ମୁଁ ସେଥିପାଇଁ ଆଜିର ପବିତ୍ର ବାକ୍ୟକୁ ଭିତ୍ତି କରି ଗୋଟେ ଶିରୋନାମ ରଖିଛି, ଏହା କିପରି ସମ୍ଭବ? ହାଉ ଇଜ ଇଟ୍ ପସିବଲ? ଏହା କିପରି ସମ୍ଭବ? ଈଶ୍ୱରଙ୍କର ଆତ୍ମା, ଈଶ୍ୱରଙ୍କର ଶକ୍ତି ସାହାଯ୍ୟରେ ସମସ୍ତ ବିଷୟ ସମ୍ଭବ। ଆଜିର ମୋର ଶିରୋନାମ ହେଉଛି, ଏହା କିପରି ସମ୍ଭବ? ଈଶ୍ୱରଙ୍କର ଶକ୍ତି, ଈଶ୍ୱରଙ୍କର ଆତ୍ମା ଦ୍ୱାରା সকল বিষয় সম্ভব। প্রিয় মণ্ডলী, ଅବ୍ରାହାମକୁ ଈଶ୍ୱର 100 ବର୍ଷ ବୟସରେ ଏକ ପୁତ୍ର ସନ୍ତାନ ଦାନ କଲେ। ଆଶ୍ଚର୍ଯ୍ୟ, ଯାହାକି ହ୍ୟୁମାନ କ୍ୟାପାବିଲିଟିରୁ ବାହାରେ, ହ୍ୟୁମାନ ଷ୍ଟ୍ରେଂଥରୁ ବାହାରେ, ହ୍ୟୁମାନ ଇମାଜିନେସନରୁ ବାହାରେ, ହ୍ୟୁମାନ ଅଣ୍ଡରଷ୍ଟାଣ୍ଡିଂରୁ ବାହାରେ। ମରିୟମକୁ ମଧ୍ୟ ଦେଖୁଛୁ, ଏହା କିପରି ସମ୍ଭବ? କାରଣ ସେ এই ଯୋଉ ପଦ ଶବ୍ଦକୁ ସେ କହୁଛନ୍ତି, ଏହା କିପରି ସମ୍ଭବ? ଏହା ଅବିଶ୍ୱାସର ପଦ ଶବ୍ଦ ନୁହେଁ। ଅନେକ ଲୋକ କହୁଥିବେ ଯେ ଏହା ମରିୟମ ଅବିଶ୍ୱାସ କଲେ ବୋଲି, କିନ୍ତୁ ଅବିଶ୍ୱାସର ପଦ ଶବ୍ଦ ନୁହେଁ, କିନ୍ତୁ ଏହା the human weakness, the experience of human weakness, ଗୋଟେ ମନୁଷ୍ୟର ଦୁର୍ବଳତାର ଏକ୍ସପିରିଏନ୍ସକୁ ସେ ପରିପ୍ରକାଶ କରନ୍ତି, ହ୍ୟୁମାନ ଷ୍ଟ୍ରେଂଥକୁ ପରିପ୍ରକାଶ କରନ୍ତି, ଗୋଟେ ମନୁଷ୍ୟର ଦୁର୍ବଳତାକୁ ସେ ପରିପ୍ରକାଶ କରନ୍ତି ଯେ ଏହା ସମ୍ଭବପର ନୁହେଁ ବୋଲି ସେ କହନ୍ତି। ପ୍ରିୟ ମଣ୍ଡଳୀ, ଜିହୁଦୀ ମାନେ, ଇସ୍ରାଏଲ ମାନଙ୍କୁ ସେମାନେ ଗୋଟେ ସ୍ତ୍ରୀକୁ କିପରି ସେମାନେ ଦେଖୁଥିଲେ? ଇସ୍ରାଏଲ ମାନଙ୍କର ସମୟରେ ଇସ୍ରାଏଲ ଏକ ଦେଶ, ଯେଉଁ ଦେଶ କି ପୁରୁଷ ପ୍ରଧାନ ଦେଶ। ଇସ୍ରାଏଲର ସାମାଜିକ ଧର୍ମୀୟ କ୍ଷେତ୍ରରେ, ରାଜନୀତି କ୍ଷେତ୍ରରେ ସ୍ତ୍ରୀ ମାନଙ୍କର କୌଣସି ମର୍ଯ୍ୟାଦା ବା ଡିଗ୍ନିଟି, ସମ୍ମାନ ଏହା ନଥିଲା। ସେମାନଙ୍କ ସମାଜରେ ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ଗୋଟେ ଡିସ୍କ୍ରିମିନେସନ ଥିଲା। ସ୍ତ୍ରୀ ମାନଙ୍କୁ ସେମାନେ ଉଚ୍ଚ ଜାଗାରେ ରଖୁଥିଲେ, ପୁରୁଷ ମାନଙ୍କୁ ଉଚ୍ଚ ଜାଗାରେ ରଖୁଥିଲେ ଏବଂ ସ୍ତ୍ରୀ ମାନଙ୍କୁ ନିଚ ଦୃଷ୍ଟିରେ ସେମାନେ ଦେଖୁଥିଲେ। ଯୋହନ 8 ପର୍ବରେ ଆପଣ ମାନେ ସମସ୍ତେ ଜାଣନ୍ତି, ଜିହୁଦୀ ମାନେ ଗୋଟିଏ ବ୍ୟଭିଚାରିଣୀ ସ୍ତ୍ରୀକୁ ଯୀଶୁଙ୍କର ନିକଟରେ ଆଣିଲେ, ଯେତେବେଳେ କି ଯୀଶୁ ଈଶ୍ୱରଙ୍କର ବାକ୍ୟକୁ ପ୍ରଚାର ପ୍ରସାର କରୁଥିଲେ। ଏପରି ଏକ ପବିତ୍ର ସମୟରେ ଲୋକମାନଙ୍କର ସମ୍ମୁଖରେ
ସେଇ ବ୍ୟଭିଚାରିଣୀ ସ୍ତ୍ରୀକୁ ରଖିଲେ। ଆଉ ଜିହୁଦୀ ମାନେ ପ୍ରଶ୍ନ କଲେ, ହେ ପ୍ରଭୁ, ଏ ବ୍ୟଭିଚାର କରୁଥିବା ସମୟରେ ଧରା ପଡିଛି। ଆଉ ମୋଶାଙ୍କର ବ୍ୟବସ୍ଥାରେ ଲେଖାଯାଏ, ଯେଉଁମାନେ ଏହି ପ୍ରକାର କର୍ମ କରିବେ ସେମାନଙ୍କୁ ପଥର ଫୋପାଡ଼ି ମାରିବା ନିମନ୍ତେ। ତୁମେ କଣ କହୁଛ କୁହନ୍ତୁ। ପ୍ରିୟ ମଣ୍ଡଳୀ, ବ୍ୟଭିଚାର କଣ ଗୋଟିଏ ଲୋକ ଦ୍ୱାରା ହୋଇଥାଏ କି? ନାଇଁ, ବ୍ୟଭିଚାର ପୁରୁଷ ଏବଂ ସ୍ତ୍ରୀଙ୍କର ଦ୍ୱାରା ବ୍ୟଭିଚାର ହୋଇଥାଏ। କିନ୍ତୁ ଏଠାରେ ଜଣଙ୍କୁ ଅର୍ଥାତ୍ ଗୋଟେ ଫିମେଲକୁ, ଜଣେ ସ୍ତ୍ରୀଙ୍କୁ ସେ ମାନେ ଆଣିକି ସେ ସଭାର ମଧ୍ୟ ସ୍ଥାନରେ ଛିଡା କରାଉଛନ୍ତି। କାରଣ ସେମାନେ ସ୍ତ୍ରୀ ମାନଙ୍କ ପ୍ରତି ତାଙ୍କର ମର୍ଯ୍ୟାଦା ନଥିଲା। ସ୍ତ୍ରୀ ମାନଙ୍କର ପ୍ରତି ତାଙ୍କର ସମ୍ମାନ କି ମର୍ଯ୍ୟାଦା କିଛି ନଥିଲା। ସ୍ତ୍ରୀ ମାନଙ୍କୁ ଗୋଟେ ଘୃଣା ଚକ୍ଷୁରେ ସେମାନେ ଦେଖୁଥିଲେ, ଗୋଟେ ଲୋୟର ଷ୍ଟାଣ୍ଡାର୍ଡ କରି ସେମାନେ ରଖିଥିଲେ। ସେଥିପାଇଁ ହିଁ ଗୋଟେ ସ୍ତ୍ରୀକୁ ଆଣିଲେ, ପୁରୁଷକୁ ସେମାନେ ଆଣିପାରିଲେ ନାହିଁ। ଦ୍ୱିତୀୟ ବିଷୟ, ଆପଣମାନେ ସମସ୍ତେ ଜାଣନ୍ତି ଯେ ଦିନାଙ୍କ ବିଷୟରେ, ଯାହାକୁ ବଳାତ୍କାର କରିଦେଇଥିଲେ। ସ୍ତ୍ରୀ ମାନଙ୍କର ଷ୍ଟାଣ୍ଡାର୍ଡ ବିଷୟରେ ମୁଁ ଯଦି କହିବି ଇସ୍ରାଏଲରେ, ତେବେ ଲାବନଙ୍କର ଝିଅ ମାନେ ଯାକୁବ 7 ବର୍ଷ ପର୍ଯ୍ୟନ୍ତ ଜଣଙ୍କ ପାଇଁ ସେ ପରିଶ୍ରମ କଲେ, ଖଟିଲେ। କିନ୍ତୁ ଲାବନ ସେ ରାହେଲ ପାଇଁ ଖଟିଲେ, କିନ୍ତୁ ଲାବନ ସେ ଲେଆକୁ ଦେଇଦେଲେ। ଆରେ ଯଦିବା ଆହୁରି 7 ବର୍ଷ ଯଦି ଖଟିବୁ, ପରିଶ୍ରମ କରିବୁ, ଦାସ ଭାବରେ ରହିବୁ, ତେବେ ମୁଁ ରାହେଲକୁ ଦେବି ବୋଲି କହିଲେ। ଇଟ୍ ଇଜ ଏ ବିଜନେସ, ମାନେ କାମ କର, ସ୍ତ୍ରୀ ପାଅ। The understanding of the Jews, the understanding of Israel towards women, ସ୍ତ୍ରୀ ମାନଙ୍କ ପ୍ରତି ଇସ୍ରାଏଲ ଏବଂ ଜିହୁଦୀ ମାନଙ୍କର ଚିନ୍ତାଧାରା କେମିତି ଥିଲା ପ୍ରିୟ ମଣ୍ଡଳୀ? ଦ୍ୱିତୀୟରେ, women are very weak ବୋଲି ତାଙ୍କର ଚିନ୍ତାଧାରା ଥିଲା। ସ୍ତ୍ରୀ ମାନେ ବହୁତ ଦୁର୍ବଳ ବୋଲି ସେମାନେ ଚିନ୍ତା କରୁଥିଲେ। କାହିଁକି ନା ହୋବା ସେ ପାପ କଲେ, ହୋବାଙ୍କ ଦ୍ୱାରା ପୃଥିବୀରେ ପାପ ପ୍ରବେଶ କଲା। ସି ଇଜ ଦ ସିନର ବୋଲି ଭାବୁଥିଲେ। ସେ ବେଶୀ ୱିକ୍ ଲୋକ, ଦୁର୍ବଳ ଲୋକ ଏବଂ ପାପୀ, ତାର ଦ୍ୱାରା ଆମେ ମାନେ ପାପରେ ପ୍ରବେଶ କଲୁ। ସେଇଟା ସେମାନଙ୍କର ଧାରଣା, ଚିନ୍ତାଧାରା ଥିଲା। The women are very weak ବୋଲି ସେମାନେ ଭାବୁଥିଲେ। ତତ୍ସହିତ ମଧ୍ୟ the daily wages ର ଇନକମ ମଧ୍ୟ ବହୁତ ଡିସ୍କ୍ରିମିନେଟ। ଡେଇଲି ୱେଜେସ୍, ପ୍ରତିଦିନ ଯୋଉ ପରିଶ୍ରମ କରି ପାଉଥିଲେ, ସେ ସମୟ ରାଜନୀତିଜ୍ଞ ମାନେ ମଧ୍ୟ ସ୍ତ୍ରୀ ମାନଙ୍କୁ ପୁରୁଷ ମାନଙ୍କ ସହିତ ସମକକ୍ଷ ମାନେ ଡେଇଲି ୱେଜେସ୍ ସେମାନେ ଦେଉନଥିଲେ, ସମାନ ଦେଉନଥିଲେ, ତାଙ୍କୁ ସେମିତି ରଖୁଥିଲେ। ଚତୁର୍ଥରେ, ସେମାନଙ୍କର ଗୋଟିଏ ଦାୟିତ୍ୱ ଥିଲା, ତାହା ହଉଛି ହୋମୱାର୍କ, ମାନେ ଗୃହର ଦାୟିତ୍ୱ ହିଁ ଥିଲା। ଗୃହ ସଫା କରିବା, ରାନ୍ଧିବା, ପୁଅ ଝିଅ ମାନଙ୍କୁ ଦେଖିବା, ଏହା ହିଁ ସେମାନଙ୍କର ଦାୟିତ୍ୱ ଥିଲା। ସେମାନେ କୌଣସି ସ୍ଥାନରେ ସେମାନେ ଯୋଗ ଦେଉନଥିଲେ। ତାଙ୍କର ସ୍ଥାନ ହେଉଛି ଗୃହରେ ଏବଂ ଗୃହ କାମରେ। ଏବଂ ସେମାନେ ଫିମେଲ ନଟ୍ ଆଟେଣ୍ଡ ଦ ମିଟିଂସ୍ ଆଣ୍ଡ ଟକ୍ ଇନ୍ ମିଟିଂସ୍, ମାନେ ଫିମେଲ ମାନେ, ସ୍ତ୍ରୀ ମାନେ, ସେମାନେ ସଭା ସମିତି ଆଟେଣ୍ଡ କରୁନଥିଲେ। କି ସଭା ସମିତି ଆଟେଣ୍ଡ କଲେ ମଧ୍ୟ ସେଠି କଥା ହେବାର କୌଣସି ତାଙ୍କର ଅଧିକାର ନାହିଁ। ସେମିତି ଥିଲା ସେମାନଙ୍କର ଜିହୁଦୀ ସମାଜରେ। ଏବଂ ଅନେକ ସମୟରେ ଯେତେବେଳେ ପୁରୁଷ ମାନେ ପ୍ରାର୍ଥନା କରୁଥିଲେ, ଏପରି ପ୍ରକାର ପ୍ରାର୍ଥନା କରୁଥିଲେ, ପ୍ରଭୁ ଆମେ ତୁମକୁ ଧନ୍ୟବାଦ ଦେଉଛୁ ଯେ ଆମକୁ ସ୍ତ୍ରୀ କରି ସୃଷ୍ଟି ନ କରି ପୁରୁଷ କରି ସୃଷ୍ଟି କରିଅଛ ବୋଲିକି। ପ୍ରିୟ ମଣ୍ଡଳୀ, ଜିହୁଦୀ ସମାଜରେ ରାତିରେ ଆଉ ବାହାରିବେ ନାହିଁ ସେମାନେ।
ଛୋଟ ଘଣ୍ଟା ଯେତେବେଳେ ହେଇଗଲା ସେତେବେଳେ ଆଉ ସେମାନେ ଗୃହରୁ ମାନେ ବାହାରକୁ ବାହାରିବେ ନାହିଁ, ସେମିତି ତାଙ୍କୁ ମାନେ ଗୃହ ମଧ୍ୟରେ ରଖାଯାଉଥିଲା। ଆଉ ଏଇ ସବୁକୁ ବିଶେଷ କରି ମରିୟମ ସେ ଅନୁଭବ କରିଛନ୍ତି ଏଜ ଏ ଫିମେଲ ଭାବରେ, ଏକ ସ୍ତ୍ରୀ ଭାବରେ ସେ ଅନୁଭବ କରିଛନ୍ତି ଇସ୍ରାଏଲର ଏଇ ଟର୍ଚରକୁ, ଇସ୍ରାଏଲର ଏ ଯୋଉ ୱିମେନ୍ ଷ୍ଟ୍ରଗଲକୁ ସେ ଅନୁଭବ କରିଛନ୍ତି। ଆଉ ସେଥିପାଇଁ ସେ କହୁଛନ୍ତି ଦୂତଙ୍କୁ, ଏହା କିପରି ସମ୍ଭବ, ହାଉ ଇଜ ଇଟ୍ ପସିବଲ, ମୁଁ ଯୋଉ ପୁତ୍ର ସନ୍ତାନ ଜାତ କରିବି ଏଟା କିପରି ସମ୍ଭବ, ଏବଂ ମୁଁ ତ ପୁରୁଷକୁ ଜାଣେ ନାହିଁ, ମୁଁ ତ ଅବିବାହିତ ଲୋକ, ମୁଁ କେମିତି ଏଟା ସମ୍ଭବ ହେଇପାରିବ ବୋଲି ସେ କହନ୍ତି। ମୁଁ ସେଥିପାଇଁ କହିବାକୁ ଚାହେଁ ପ୍ରଥମ ପଏଣ୍ଟ, ଦ ହ୍ୟୁମାନ୍ ଲିମିଟେସନ। ଦ ହ୍ୟୁମାନ୍ ଲିମିଟେସନ, ଗୋଟେ ମନୁଷ୍ୟର ସୀମିତତା, ଗୋଟେ ମନୁଷ୍ୟର ସୀମିତତା, ଗୋଟେ ମନୁଷ୍ୟର ଦୁର୍ବଳତା। ଆଜି 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 ସ୍ତ୍ରୀ ମାନେ ମଧ୍ୟ, ଅନେକ ସ୍ତ୍ରୀ ମାନେ ମଧ୍ୟ ସେମିତି ହିଁ ନିଜକୁ ବେଶୀ ଦୁର୍ବଳତା ବୋଲି, ମାନେ ଦୁର୍ବଳ ବୋଲି ଭାବନ୍ତି ସେମାନେ। ଅନେକ ସ୍ତ୍ରୀ ଅଛନ୍ତି ଯେ ବହୁତ ଦୁର୍ବଳ ବୋଲି ସେମାନେ ଭାବନ୍ତି। সেটা হচ্ছে ভেরি ইম্পর্টেন্ট আমার লাইফরে, যে আমি কেতে নিজକୁ আমার ক্যাপাসিটি, আমার স্ট্রেংথକୁ ଆମର ଗୋଟେ 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 ସୀମିତ ଆକାରରେ ଆମେ ବୁଝିଥାଉ ଈଶ୍ୱରଙ୍କୁ ମଧ୍ୟ, ଏବଂ ଆମର ଜୀବନକୁ ମଧ୍ୟ ଗୋଟେ ସୀମିତ ଆକାରରେ ବୁଝିଥାଉ, ଯାହାକି ମରିୟମ ମଧ୍ୟ ଗୋଟେ ସୀମିତ ଆକାରରେ ବୁଝିଲେ, ତାଙ୍କର ୱିକନେସକୁ ଜାଣିଲେ ଆଉ କହିଲେ ଯେ ଏହା କିପରି ସମ୍ଭବ ବୋଲି। ସେଇଦିନ ସାରା ମଧ୍ୟ ଯେତେବେଳେ ଦୂତମାନଙ୍କୁ ସେ ଖାଦ୍ୟ ଖୁଆଇଲେ, ଆଉ ଦୂତମାନେ ଯେତେବେଳେ ସେମାନେ ତାଙ୍କ ଗୃହରୁ ପ୍ରସ୍ଥାନ କଲେ, ସେ ସମୟରେ ଆଶୀର୍ବାଦ ଦଉଥିଲେ ଯେ ଆମେ ଯେତେବେଳେ ଫେରି ଆସିବା ସେ ସମୟରେ ତୁମ କୋଳରେ ଏକ ସନ୍ତାନ ପ୍ରସବ କରିବ। ସେତେବେଳେ ସେତେବେଳେ ସାରା ହସିଦେଲେ, ସେ ହସିଦେଲେ। କାହିଁକି ହସିଦେଲେ? ଯେ ମୁଁ ଏତେ ଏଜ୍ ହେଇଗଲିଣି, ମୁଁ କେମିତି ଗୋଟେ ପୁତ୍ର ସନ୍ତାନ ଜାତ କରିପାରିବି? ଦ ହ୍ୟୁମାନ୍ ଲିମିଟେସନ। ପ୍ରିୟ ମଣ୍ଡଳୀ, ଆଜି ମୁଁ ଆପଣମାନଙ୍କୁ ଠାରେ କହିବାକୁ ଚାହେଁ ଯେ ହ୍ୟୁମାନ୍ ଲିମିଟେସନ ଅନେକ ସମୟରେ ଆମେ ସେମିତି ହିଁ ଚିନ୍ତା କରୁଛୁ। ମୁଁ ବେଶୀ ବହୁତ ବହୁତ ମୁଁ ଖୁସି ଅଛି ଯେ ଅନଲାଇନରେ ଜଣେ ଜଣେ ଭଉଣୀ ସେ ପ୍ରେୟାର ମିଟିଂକୁ ସେ ଲିଡ୍ କରୁଛନ୍ତି, ସେ ପରିବାରକୁ ମଧ୍ୟ ଦେଖୁଛନ୍ତି, ଆଉ ସେ ମଣ୍ଡଳୀକୁ ମଧ୍ୟ ଦେଖୁଛନ୍ତି। It is not a weak, it is a strength. It is God's strength. ଈଶ୍ୱରଙ୍କର ଶକ୍ତିରେ ଏହା ସବୁ କରାଯାଉଛି। ଆଜି ମୁଇଁ କେମିତି ଘର କାମ କରିବାର ଅଛି, ମଣ୍ଡଳୀର କାମ କରିବାର ଅଛି, ସମାଜର କାମ କରିବାର ଅଛି, ଗୋଟେ ମାନେ ଗୋଟେ ମାନେ ନିଜକୁ ବେଶୀ ଦୁର୍ବଳ ବୋଲିକରି ଆମେ ମାନେ ଇଏ କରିଥାଉ। ଆମେ କିଛି ହେବ ନାହିଁ ଆମର ଦ୍ୱାରା, ଆମେ ତ ୱିକ୍ ଲୋକ, ଆମର ତ ସମାଜ ଏମିତି ଦୃଷ୍ଟିରେ ଦେଖୁଛି, ଆମେ କେମିତି ଆଗକୁ ବଢିବା ବୋଲିକି ଆମେ ମାନେ ସେମିତି ଅଣ୍ଡରଷ୍ଟାଣ୍ଡିଂରେ ଆଜିର ମା ମାନେ ମଧ୍ୟ ଜୀବନ ଯାପନ କରୁଥିବେ। ଅନେକ ଲୋକ ଭାବୁଥିବେ ଯେ ମତେ ଜ୍ଞାନ ନାହିଁ, ମତେ ବୁଦ୍ଧି ନାହିଁ, ମତେ ବଳ ନାହିଁ, ମୁଁ କେମିତି ମାନେ ଈଶ୍ୱରଙ୍କର ସେବା କରିବି, ଏ ସବୁ ଚିନ୍ତାଧାରା ସେମାନଙ୍କୁ ବାନ୍ଧି ରଖିଛି। ଅନେକ ଲୋକ ଭାବୁଥିବେ ଯେ ନାଇଁ ମଣ୍ଡଳୀରେ ମୋର ପ୍ରାଧାନ୍ୟତା ନାହିଁ, ମତେ ମଣ୍ଡଳୀର ଲୋକ ମତେ କିଛି ବି ମାନେ କଣ କରୁନାହାନ୍ତି ନା, ମାନେ ପ୍ରେୟାର କରୁନାହାନ୍ତି, ପ୍ରାଧାନ୍ୟତା ଦେଉନାହାନ୍ତି, ମୋର ଜାଗା ସେଇଠି, ମୋର ମର୍ଯ୍ୟାଦା ନାହିଁ, ମୋର ଇଜ୍ଜତ ନାହିଁ, ମୋର ସମ୍ମାନ, ଆତ୍ମସମ୍ମାନ ନାହିଁ ସେଇଠି, ମୁଁ କାହିଁକି ଯିବି ବୋଲିକି ଗୋଟେ ଗୋଟେ ଲିମିଟେସନରେ ଆମର ଚିନ୍ତାଧାରା ଆମେ ରଖିଥାଉ ସବୁବେଳେ। ମୋର ଦ୍ୱାରା କିଛି ହେଇପାରିବ ନାହିଁ। ପ୍ରିୟ ମଣ୍ଡଳୀ, ଆମେ ସେମିତି ଚିନ୍ତାଧାରା କରି ଈଶ୍ୱରଙ୍କର ସେଇ ସ୍ୱର୍ଗୀୟ ଯୋଜନାକୁ ଆମେ ନଷ୍ଟ କରିଦଉଛୁ। ଏହା କିପରି ସମ୍ଭବ? ଯେମିତିକି ସାରା କହିଲେ, ଏହା କିପରି ସମ୍ଭବ, ମୁଁ ତ ବୃଦ୍ଧାବସ୍ଥାରେ ମୁଁ କେମିତି ପୁତ୍ର ପ୍ରସବ କରିବି ବୋଲି ନିଜେ ହସିଦେଲେ। ମୁଁ ଆଜି କହିବାକୁ ଚାହେଁ ପ୍ରିୟ ମଣ୍ଡଳୀ, ଯାହା ମନୁଷ୍ୟର ସାଧ୍ୟ ଅଟେ ତାହା ଈଶ୍ୱରଙ୍କ ନିକଟରେ ସାଧ୍ୟ। ଯାହା ମନୁଷ୍ୟ ପକ୍ଷରେ ଅସମ୍ଭବ ବୋଲି ଭାବୁଥିବ ମାନେ ଈଶ୍ୱରଙ୍କ ପକ୍ଷରେ ତାହା ସମ୍ଭବ। ଈଶ୍ୱର ଏପରି କାମ କରନ୍ତି ଯେ ମନୁଷ୍ୟର ଷ୍ଟ୍ରେଂଥକୁ, ମନୁଷ୍ୟର ନଲେଜକୁ ଦେଖି କାମ କରନ୍ତି ନାହିଁ, କିନ୍ତୁ ଈଶ୍ୱର
ସେ କରନ୍ତି ମନୁଷ୍ୟର ଜ୍ଞାନ ବୁଦ୍ଧି ତାର ଶକ୍ତି ତାର ବଳରୁ ଅଧିକତର କାର୍ଯ୍ୟ ଈଶ୍ୱର କରିପାରିବେ। ପ୍ରିୟ ମଣ୍ଡଳୀ, ଯଦି ଆମ୍ଭେମାନେ ଦେଖୁ ଜିଖରିୟ ତାର 4 ପର୍ବ 6 ପଦ କିଏ ଯଦି ପଢିଲେ ଯଦି ବାହାର କଲେ ଦୟାକରି ଟିକେ ପଢନ୍ତୁ। ଜିଖରିୟ 4 ପର୍ବ 6 ପଦ। ଜଣେ ପଢି ଦିଅନ୍ତୁ। ତହିଁରେ ମୁଁ କହିଲି ଏ କ'ଣ? ଆଉ ସେ କହିଲେ ଏହା ଔଫା ପାତ୍ର ଯାହା ବାହାରକୁ ଯାଉଅଛି। ସେ ଆହୁରି କହିଲେ ଏହା ସମୁଦାୟ ଦେଶସ୍ଥ ଲୋକଙ୍କର ପ୍ରତିରୂପ ଅଟେ। ଜିଖରିୟ 4 ପର୍ବ କି 3 ପର୍ବ ଆପଣ ଟିକେ ବାହାର କଲେ ହେବ। 3 ପର୍ବ 6 ପଦ। 4 ପର୍ବ 6 ପଦ। ହଁ, 4 ପର୍ବ 6 ପଦରେ ସେଇଟା ଅଛି କି? ମୁଁ ଟିକେ ପଢିଦେବି କି? ତହିଁରେ ସେ ମତେ ଉତ୍ତର କରି କହିଲେ, ଜିଖରିୟ 4 ପର୍ବ 6 ପଦ, ଏହା ଜିରୁଧାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟ, ଯଥା ପରାକ୍ରମ ଦ୍ୱାରା ନୁହେଁ କିମ୍ବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ପ୍ରେଜ୍ ଦ ଲର୍ଡ। ମରିୟମକୁ ସେଇ ବିଷୟ ହିଁ କହିଲେ। ଯେତେବେଳେ ମରିୟମ କହିଲେ ଏହା କିପରି ସମ୍ଭବ, ମୁଁ ପୁରୁଷକୁ ଜାଣେ ନାହିଁ, ସେତେବେଳେ କହିଲେ ଆମ୍ଭର ଈଶ୍ୱରଙ୍କର ଆତ୍ମା ଦ୍ୱାରା ଏବଂ ଈଶ୍ୱରଙ୍କର ଶକ୍ତି ଦ୍ୱାରା ଏହା ସମ୍ଭବ ବୋଲି କହିଲେ। ଜିଖରିୟ 4 ପର୍ବ 6 ପଦରେ ମଧ୍ୟ ପରାକ୍ରମ ଦ୍ୱାରା ନୁହେଁ, ହ୍ୟୁମାନ ଷ୍ଟ୍ରେଂଥ ଦ୍ୱାରା ନୁହେଁ, ହ୍ୟୁମାନ ବୁଦ୍ଧି ଜ୍ଞାନ ଦ୍ୱାରା ଏଇଟା ନୁହେଁ, ମନୁଷ୍ୟର ଶକ୍ତି ଦ୍ୱାରା ନୁହେଁ, କିନ୍ତୁ ଏହା କ'ଣ ଦ୍ୱାରା ଲେଖାଯାଏ? ଆମ୍ଭର ଆତ୍ମାଙ୍କ ଦ୍ୱାରା, ଆତ୍ମାଙ୍କ ଦ୍ୱାରା ସମ୍ଭବ। ପ୍ରିୟ ମଣ୍ଡଳୀ, ଆଶ୍ଚର୍ଯ୍ୟ। 2 କରନ୍ତୀୟ 12 ପର୍ବ 9 ପଦ ଜଣେ ପଢିବେ କି? 2 କରନ୍ତୀୟ 12 ପର୍ବ 9 ପଦ। ଆଉ ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଏକ୍ସାକ୍ଟଲି। କୃଷ୍ଣଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି। ଦୁର୍ବଳତାରେ ମୋହର ଶକ୍ତି ସାଧନ କରେ। ମୋହର, my grace is sufficient for you, for my power is made perfect in weakness. ମୋହର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ ଏବଂ ଦୁର୍ବଳତାରେ ମୋହର ଶକ୍ତି ସିଦ୍ଧ ହୋଇଥାଏ। ଗଡ୍ ସେ ସେଇ ପ୍ରକାର କାର୍ଯ୍ୟ କରନ୍ତି। ମୋର 2ୟ ପଏଣ୍ଟ ହେଉଛି ଗଡ୍ ଇଣ୍ଟରଭେନସନ ଇନ୍ ୟୋର ଲାଇଫ। The God's spirit and God's power intervention in your life. ଈଶ୍ୱର ସେ ପରାକ୍ରମରେ କରିବେ ନାହିଁ। ହ୍ୟୁମାନ ଯେତେବେଳେ ନିଜକୁ ଭାବେ ଯେ ମୁଁ ଭୟଙ୍କର ବୋଲି, ସେତେବେଳେ କରିବେ ନାହିଁ। ମାତ୍ର ହ୍ୟୁମାନ ଯେତେବେଳେ ତାର ଶକ୍ତି, ତାର ବୁଦ୍ଧି, ତାର ଜ୍ଞାନ, ତାର ସବୁ ବିଷୟ ସମାପନ ହେବ, ସେତେବେଳେ ଈଶ୍ୱରଙ୍କର କାର୍ଯ୍ୟ ପ୍ରାରମ୍ଭ ହେବ। ପ୍ରିୟ ମଣ୍ଡଳୀ, ଯେତେବେଳେ ହ୍ୟୁମାନ ଭେରି ୱିକ୍ ହେଇଯିବ, ପୁରା ଦୁର୍ବଳ ହେଇଯିବ, ମୁଁ ଆରି କିଛି କରିପାରିବି ନାହିଁ ବୋଲି ଯେତେବେଳେ ଭାବିବ, ସେତେବେଳେ ଈଶ୍ୱରଙ୍କର କାର୍ଯ୍ୟ ସେ ଆଗକୁ ପ୍ରାରମ୍ଭ କରିବେ। ପ୍ରିୟ ମଣ୍ଡଳୀ, ଆମେ ବାଇବଲରେ ଅନେକ ଜାଗାରେ ଦେଖୁ ଯେ ହ୍ୟୁମାନ ଯେତେବେଳେ ୱିକ୍ ହେଇଯାଉଛି, ତାର ସବୁ ସରିଯାଉଛି, ସେଠରୁ ସେ ବାହାର ପକାଉଛି। 1 କରନ୍ତୀୟ 1 ପର୍ବ 27 ପଦରେ ମଧ୍ୟ ଲେଖାଯାଏ, God choose what is weak in the world to save the strong. ଈଶ୍ୱର এই ପ୍ରକାର ଲୋକମାନଙ୍କୁ ବାଛିଛନ୍ତି ଯେ
ବଳବାନ ଲୋକଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ଦୁର୍ବଳ ବିଷୟକୁ ସେ ବାଛିଛନ୍ତି। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ବଳବାନ ଲୋକଙ୍କୁ ମାନେ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳତାକୁ ସେ ମନୋନୟନ କରିଅଛନ୍ତି। ଆଉ ଯେତେବେଳେ ଈଶ୍ୱରଙ୍କର ଆତ୍ମା, ଈଶ୍ୱରଙ୍କର ଶକ୍ତି ମରିୟମର ଜୀବନରେ ଆସିଲା, ସେତେବେଳେ ମରିୟମ ଆଉ ସେ ମରିୟମ ବୋଲି ରହିଲେ ନାହିଁ, କିନ୍ତୁ ମରିୟମର ନାଁ ଯୋଉ ଏକ୍ସାଲ୍ଟେସନ ଅଛି, ତାଙ୍କର ନାମର ଅର୍ଥ ଏକ୍ସାଲ୍ଟେସନ, ସେ ଭୟଙ୍କର ଉନ୍ନତି ହେଇଗଲେ। ପ୍ରିୟ ମଣ୍ଡଳୀ, ଯାହାକୁ କି ରୋମାନ କାଥଲିକ ଚର୍ଚ୍ଚ ଥିଓଟୋକସ୍ ବୋଲି କୁହାଯାଏ। ଥିଓଟୋକସ୍ ମାନେ ଯିଏ କି ଈଶ୍ୱରଙ୍କୁ ଗର୍ବରେ ଧାରଣ କରିପାରିବ। ଏଡେ ବଡ ମାନେ ପଦ ସେ ପ୍ରାପ୍ତ ହେଇଛନ୍ତି, ଥିଓଟୋକସ୍, ଈଶ୍ୱରଙ୍କର ଧାତ୍ରୀ, ଯିଏ କି ଈଶ୍ୱରଙ୍କୁ ଧାରଣ କରିପାରିବ। ଏଡେ ବଡ ଆଶୀର୍ବାଦ ସେ ପ୍ରାପ୍ତ ହେଲେ। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆଜି ମୁଁ ସେଇଟା ତୁମମାନଙ୍କୁ କହିବାକୁ ଚାହେଁ। ଆଜି ମୁଁ ସେଇଠି କହିବାକୁ ଚାହେଁ ଯେ ଈଶ୍ୱରଙ୍କର ଆତ୍ମା ଆମମାନଙ୍କର ଜୀବନରେ ଆମେ ଲାଉ କରିବାକୁ ହେବ। ଆମର ଦୁର୍ବଳତା ଯେତେବେଳେ ଆମମାନଙ୍କ ଜୀବନରେ, ଆମର ହ୍ୟୁମାନ୍ ଲିମିଟେସନ ଅଛି, ଦୁର୍ବଳତା ଅଛି, সেই ଦୁର୍ବଳତାରେ ଯେତେବେଳେ ଆମେ ଈଶ୍ୱରଙ୍କର ଆତ୍ମାକୁ, ଈଶ୍ୱରଙ୍କର ଶକ୍ତିକୁ ଏଲାଉ କରିବା, ଈଶ୍ୱର ଆମ ଦ୍ୱାରା ମଧ୍ୟ ଭୟଙ୍କର ବିଷୟ ସେ ସାଧନ କରିବେ। ପୁରାତନ ନିୟମରେ ଆମେ ଯଦି ଦେଖୁ, ମୂଷାଙ୍କୁ ଈଶ୍ୱର ବୁଦାରେ ସେ ତାଙ୍କୁ ଆହ୍ୱାନ କଲେ, ଗୋଟେ ଜ୍ୱଳନ୍ତ ବୁଦାରେ ତାକୁ ଆହ୍ୱାନ କଲେ, ଏବଂ 6 ଲକ୍ଷ ଲୋକଙ୍କୁ ମଶା ଏତେ କ୍ୟାପାସିଟି ପାଇଲେ, ଏତେ ବଳ ପାଇଲେ। ଦୁର୍ବଳ ଲୋକ, ସେ ତ କଥା କହି ନ ପାରିବା ଲୋକ, କହୁଥିଲେ ନାଇଁ ମୁଁ ଯିବି ନାହିଁ, ମୁଁ ଯିବି ନାହିଁ ପ୍ରଭୁ, ମୁଁ ତ ଜଡମୁଖ ଲୋକ, ଆରେ ମୁଁ କେମିତି ଯାଇକରି ରାଜା ପାଖରେ ଯାଇକି ମୁଁ ତୁମକୁ କଣ ବୋଲି କହିବି, ତୋତେ କିଏ ପଠେଇଛି ବୋଲି ମୁଁ କଣ କହିବି? ଏତେ ଦୁର୍ବଳ। ପ୍ରଭୁ ତାକୁ ଭୟଙ୍କର ଷ୍ଟ୍ରଙ୍ଗ କଲେ, ଭୟଙ୍କର ଷ୍ଟ୍ରଙ୍ଗ କଲେ। 6 ଲକ୍ଷ ଲୋକଙ୍କୁ ଈଶ୍ୱରଙ୍କର ପ୍ରତିଜ୍ଞାର ଦେଶରେ କଢାଇ ନେବା ନିମନ୍ତେ ଈଶ୍ୱର ତାକୁ ଆହ୍ୱାନ କଲେ। ଏହା କଣ ନିଜର ଷ୍ଟ୍ରେଂଥରେ ସେ କଲେ, ନିଜର ଜ୍ଞାନରେ କଲେ, ନିଜର ବୁଦ୍ଧିରେ କଲେ, ନିଜର ଶକ୍ତିରେ କଲେ? ନାଇଁ ପ୍ରିୟ ମଣ୍ଡଳୀ, ନିଜର ପରାକ୍ରମ ଦ୍ୱାରା ନୁହେଁ, ଈଶ୍ୱରଙ୍କର ଶକ୍ତି ଏବଂ ଈଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯୀଶୁଙ୍କର ଶିଷ୍ୟ, ଯିଏକି ମାଛ ଧରିବା ଲୋକ, ଅନେକ କର ଆଦାୟ କରିବା ଲୋକଙ୍କୁ ଈଶ୍ୱର ସେ ଆହ୍ୱାନ କଲେ। ବଡ଼ ବଡ଼ ଲୋକଙ୍କୁ ଆହ୍ୱାନ କରିନାହାନ୍ତି, ଯେଉଁମାନେ କି ଦୁର୍ବଳ, ଯେଉଁମାନେ କି ଜଗତ ହେୟ ଜ୍ଞାନ କରୁଥାଏ, ସେଇ ପ୍ରକାର ଲୋକଙ୍କୁ ଈଶ୍ୱର ଆହ୍ୱାନ କଲେ। ପିତର ମଧ୍ୟ ଏମିତି ଦୁର୍ବଳ ଲୋକ ଯେ ଯୀଶୁଙ୍କୁ କହିଲେ, ପ୍ରଭୁ ମୁଁ ତୁମ ପାଇଁ ମୋର ମାନେ ମୁଁ ମରିଗଲେ ମଧ୍ୟ ତୁମକୁ କେବେ ମଧ୍ୟ ଛାଡ଼ିବି ନାହିଁ, ମୁଁ ତୁମକୁ କେବେ ମଧ୍ୟ ଅସ୍ୱୀକାର କରିବ ନାହିଁ। ଯୀଶୁ ତୋର ଷ୍ଟ୍ରେଂଥ ଜାଣିଲେ, ପିତରଙ୍କର ଷ୍ଟ୍ରେଂଥ କହିଲେ, ବାବୁ ତୁ ଆର ବେଶୀ କଥା କହନା, ତୁ କୁକୁଡ଼ା ନ ଡାକିବା ପୂର୍ବରୁ ମତେ 3 ଥର ଅସ୍ୱୀକାର କରିବୁ। ଦ ହ୍ୟୁମାନ୍ କ୍ୟାପାବିଲିଟି, ହ୍ୟୁମାନ୍ ଷ୍ଟ୍ରେଂଥ, ହ୍ୟୁମାନ୍ ପାୱାର ପ୍ରଭୁଙ୍କ ଠାରେ କିଛି ନାହିଁ, କିଛି ନାହିଁ, କିଛି ନାହିଁ। 3 ଥର ଅସ୍ୱୀକାର କଲା। କିନ୍ତୁ ଯେତେବେଳେ ପେଣ୍ଟିକସ୍ ଦିବସ ଉପସ୍ଥିତ ହେଲା, ଈଶ୍ୱରଙ୍କର ଆତ୍ମା ହେଲା, ଈଶ୍ୱରଙ୍କର ଶକ୍ତି ଆସିଲା, ସେ ସମୟରେ ସେ ଶକ୍ତିର ସହିତ ନିଜେ ସେ ସ୍ଥାନରେ ଛିଡା ହେଇକି ଈଶ୍ୱରଙ୍କର ବାକ୍ୟକୁ ସେ ପ୍ରଚାର କଲେ। ଯାହାକୁ ତୁମେ ମାନେ ମାରି ଦେଇଛ, ସେହି ଯୀଶୁଙ୍କୁ ସେମାନେ ମାନେ ପିତର ପ୍ରଚାର କଲେ। ପ୍ରିୟ ମଣ୍ଡଳୀ, କଣ ନିଜର ଷ୍ଟ୍ରେଂଥ ସେଇଟା? କଣ ନିଜର ଷ୍ଟ୍ରେଂଥ କି ସେଇଟା? କେବେ ନାହିଁ ପ୍ରିୟ ମଣ୍ଡଳୀ, এটা ଈଶ୍ୱରଙ୍କର ଶକ୍ତି। ସେଥିପାଇଁ ମୁଁ କହିବାକୁ ଚାହେଁ, ଯାହା ମନୁଷ୍ୟ ପକ୍ଷରେ ଅସମ୍ଭବ, ସେଟା ଈଶ୍ୱରଙ୍କର ପକ୍ଷରେ ସମ୍ଭବ। ଯେତେବେଳେ କି ରାମ ବନବାସରେ ରହିଥିଲେ, ଆରେ ପୁଣି ଥରେ ଅଯୋଧ୍ୟାରେ ସେ ମାନେ ଫେରି ଆସୁଛନ୍ତି, ସେତେବେଳେ ସେମାନେ ଆନନ୍ଦର ସହିତ ଦୀପ ଜ୍ୱଳାଇ ସେମାନେ କଣ କରୁଛନ୍ତି ନା
ଏଇ ପର୍ବକୁ ପାଳନ ସେମାନେ କରୁଛନ୍ତି ସେ ଆନନ୍ଦରେ। ମାନେ ପ୍ରକୃତରେ ଏଇ ଯୋଉ ପର୍ବ ହେଉଛି ଗୋଟେ ଲାଇଟ୍ ଇନ୍ ଦି ଡାର୍କନେସ୍, ଅନ୍ଧକାରକୁ ଦୂର କରି ଆଲୋକ କରେଇବାର ପର୍ବ, ନାଇଁ କି? ଲାଇଟ୍ ଇନ୍ ଦି ଡାର୍କନେସ୍, ଖ୍ରାଇଷ୍ଟ ଆୱାର ଇଟରନାଲ ଲାଇଟ୍ ଅର ଦିଆ। ଖ୍ରୀଷ୍ଟ ହେଉଛନ୍ତି ଅନନ୍ତକାଳୀନ ସେଇ ମାନେ କଣ ଦିଆ ଅଟନ୍ତି ବା ସେ ଆଲୋକ ଅଟନ୍ତି। ଯୋହନ 8 ପର୍ବ 12 ପଦରେ ମଧ୍ୟ ଆମେ ମାନେ ଜାଣୁ ଜ୍ୟୋତି ଯେ ଯୀଶୁ କହୁଛନ୍ତି ତୁମେ ମାନେ ଜଗତର, ମୁଁ ଜଗତର ଜ୍ୟୋତି ଆଉ ତୁମେ ମାନେ ମଧ୍ୟ ଜଗତର ଜ୍ୟୋତି। ପ୍ରକୃତରେ ଡାର୍କନେସ୍ ର ଯୋଉ ସିମ୍ବଲ ହେଉଛି କନଫ୍ୟୁଜ କରିବ, ମିସଲିଡ୍ କରିବ, ଆଇସୋଲେଟ କରିବ। ଡାର୍କନେସ୍ କୁ ବାଇବଲରେ ଅନେକ ପାପ ସହିତ ସମତୁଲ୍ୟ କରାଯାଏ। ସେପାରେସନ ଫ୍ରମ ଗାଡ, ମାନେ ଈଶ୍ୱରଙ୍କ ଠାରୁ ପୃଥକୀକୃତକୁ ବୁଝାଯାଏ ଡାର୍କନେସ୍ ସହିତ, ଏବଂ ଡାର୍କନେସ୍ କୁ ମୃତ୍ୟୁ ସହିତ ମଧ୍ୟ ସମତୁଲ୍ୟ କରାଯାଏ। ପ୍ରିୟ ମଣ୍ଡଳୀ, ଦିୱାଲି ସେଲିବ୍ରେଟ ରାମସ୍ ରିଟର୍ନ। ଦିୱାଲିରେ ରାମଙ୍କର ଫେରିବାର ବିଷୟକୁ ସେମାନେ ସେଲିବ୍ରେଟ କରନ୍ତି। ପ୍ରିୟ ମଣ୍ଡଳୀ, ବଟ୍ ଦ ଇଟର୍ନାଲ, ଦ ଭିକ୍ଟରି ଅଫ ଜିସସ୍ ଇଜ ଗ୍ରେଟର ଆଣ୍ଡ ଇଟର୍ନାଲ। ସେ ବନବାସରୁ ସେ ମାନେ ଫେରି ଆସିଲେ, କିନ୍ତୁ ଯୀଶୁ ନଟ୍ ଏ ମିଥ୍, ଯୀଶୁଙ୍କର ଯେଉଁ ମାନେ ଇଭେଣ୍ଟ ଅଛି, ନଟ୍ ଏ ମିଥ୍ ଅର୍ ନଟ୍ ଏ ଲେଜେଣ୍ଡ, ବଟ୍ ଇଟ୍ ଇଜ ଏ ହିଷ୍ଟୋରିକାଲ ଇଭେଣ୍ଟ। କିନ୍ତୁ ଯୀଶୁ ଦ ସାଲଭେସନ ଥ୍ରୁ ଗ୍ରେସ୍, ଅନୁଗ୍ରହ ଦ୍ୱାରା ପରିତ୍ରାଣର ବିଷୟକୁ ସେ ପ୍ରକାଶ କରନ୍ତି। ଆଜିର ଏହି ପର୍ବ ଦ୍ୱାରା ମଧ୍ୟ ଆମେ ବୁଝିପାରିବା ହି ଡଜଣ୍ଟ ରିଟର୍ନ ଟୁ ଦି ଥ୍ରୋନ୍। ପୁନର୍ବାର ରାମ ନିଜର ସେଇ 14 ବର୍ଷ ସିଂହାସନରେ ସେ ବସିବେ, କିନ୍ତୁ ଜିସସ୍ ଖ୍ରାଇଷ୍ଟ ହି କମ୍ ଟୁ ଦି କ୍ରସ୍ and defeat sin and death and rise again. এটা ইতিহাস প্রমাণ দিয়ে ସେ থ্ରୋନ୍ ରେ ବସିଲେ, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ କ୍ରୁଶ ମଧ୍ୟରେ ଆପଣାକୁ ସେ ଉତ୍ସର୍ଗୀକୃତ କଲେ। ସେ ପାପକୁ ବିନାଶ କଲେ, ସେଇ ଉପରେ ମୃତ୍ୟୁକୁ ବିନାଶ କଲେ ଏବଂ ତୃତୀୟ ଦିବସରେ ପୁନରୁତ୍ଥିତ ହୋଇଅଛନ୍ତି। ଏଟା ଗୋଟେ ଭୟଙ୍କର ଶକ୍ତିର ଦିନ ଏଟା ଆମମାନଙ୍କର ପାଇଁ ମଧ୍ୟ। ଆମେ ତାକୁ ସେଇ ପ୍ରକାର ବୁଝିପାରିବା। ଆମେ ବିକମିଂ ଏ ଚିଲଡ୍ରେନ୍ ଅଫ୍ ଗଡ୍, ଲାଇଟ୍, ଆଲୋକର ସନ୍ତାନ ହେଇକରି କେମିତି ବଞ୍ଚିବା। ଆଜି we are not longer walk in fear। ଆଜି ଆମକୁ ଡରିବାକୁ ହେବ ନାହିଁ। we no longer remain in guilt। ଆମେ ଅପରାଧରେ ପରିପୂର୍ଣ୍ଣ ନାହୁଁ, କାରଣ ଖ୍ରୀଷ୍ଟ ସେ ପାପକୁ ସେ ବିନାଶ କରିଅଛନ୍ତି। we shine his light to the world। ଆଜି ଯୋଉ ଆମେ ଦିୱାଲିର ଅନେକ ଲୋକମାନେ ଏବେ ଭୟଙ୍କର ବାଣ ଫୁଟେଇକି ନେଇକି ପୁରା ଏଇ ଜଗତକୁ, ଏବେ ଆମର ପୃଥିବୀକୁ ଏବେ ପୁରା ଏୟାର ପଲ୍ୟୁସନ କରିବେ। ମାତ୍ର we shine the light to the world। ଆମେ ଗୋଟେ ଲାଇଟ୍ ହେବା ଦରକାର। ଏ ପଇସା ଖର୍ଚ୍ଚ କରିକି ପ୍ରଦୂଷିତ କରିବାକୁ ନୁହେଁ, but we should shine his light। ତାଙ୍କର ଆଲୋକକୁ ଆମେ ଉଜ୍ଜଳ କରିବା ଦରକାର ଏଇ ଜଗତରେ। through love, service, compassion and truth। ପ୍ରେମ ଦ୍ୱାରା, ସେବା ଦ୍ୱାରା, ଅନ୍ୟକୁ ଦୟା କରିବା ଦ୍ୱାରା ଏବଂ ସତ୍ୟତା ଦ୍ୱାରା ସେ ସବୁକୁ ମାନେ ପରିପ୍ରକାଶ କରିବାକୁ ପଡିବ ଜଗତରେ। ପ୍ରିୟ ମଣ୍ଡଳୀ, ଜିସସ୍ ଦ ଟ୍ରୁ ଲାଇଟ୍ ଅଫ ଦି ୱାର୍ଲଡ। ଯୀଶୁ ସେଇଟା ଆକା କହିଲେ, ମୁଁ ଜଗତର ଜ୍ୟୋତି, ଯାହାକି ଏକ୍ସୋଡସ୍ ବା ଯାତ୍ରା ପୁସ୍ତକ 13 ପର୍ବ 21 ପଦରେ ଲେଖା ଅଛି ଯେ ଈଶ୍ୱର ଇସ୍ରାଏଲକୁ ସେ ଆଲୋକ ଦ୍ୱାରା, ଅଗ୍ନିସ୍ତମ୍ଭ ଦ୍ୱାରା ସେ ଗଲେ। ଦ ଗାଡ୍ସ ପ୍ରେଜେନ୍ସ। ଦ୍ୱିତୀୟରେ ଗାଡ୍ସ ହୋଲିନେସ୍। ପ୍ରଥମ ଜନ 1 ପର୍ବ 5 ପଦେ ଗାଡ୍ ଇଜ ଦ ଲାଇଟ୍ ବୋଲି ସେଠି ଲେଖାଯାଏ। ଗାଡ୍ ସାଲଭେସନ, ଆଇଜାୟା ବା ଜିସାୟ 9 ପର୍ବ 2 ପଦରେ ସେଠି ଲେଖା ଦ ଗ୍ରେଟ୍ ଲାଇଟ୍ ଆଜ୍ ଡନ୍। ମାନେ ଗୋଟେ ଭୟଙ୍କର ଆଲୋକ ସେ ପ୍ରକାଶିତ ହୋଇଛି ବୋଲିକି। ପ୍ରିୟ ମଣ୍ଡଳୀ, ଆଜି ଯୀଶୁ ଖ୍ରୀଷ୍ଟ ଏଇ ଜଗତ ମଧ୍ୟରେ ସେ ମାନେ କେମିତି ଜଗତରେ ମାନେ ଯୀଶୁ ଏଣ୍ଟର କରିଛନ୍ତି with the sin, fear and brokenness। ଯୋଉ ଜଗତରେ କି ପାପରେ ପୂର୍ଣ୍ଣ ଜଗତ, ଭୟରେ, ଆତଙ୍କରେ ଏବଂ ଭଙ୍ଗା ଯାଇଥିବା ଜଗତରେ ଜିସସ୍ ଇଜ ଏଣ୍ଟର ଏଜ ଏ ଲାଇଟ୍। ଲାଇଟ୍ ଭାବରେ ସେ ସେଠି କଣ କରୁଛନ୍ତି ନା ପ୍ରବେଶ କରୁଛନ୍ତି। ହି ସାଇନ୍ ୱିଥ୍ ଟ୍ରୁଥ, କମ୍ପାସନ, ଗ୍ରେସ୍ ଏଣ୍ଡ ପାୱାର।
ସେ ଭୟଙ୍କର ଶକ୍ତିର ସହିତ, ଅନୁଗ୍ରହର ସହିତ, ଦୟାର ସହିତ, ସତ୍ୟତାର ସହିତ ଲୋକମାନଙ୍କୁ ସେ ଆଲୋକିତ କରିବାକୁ ସେ ଚାହାନ୍ତି। ପ୍ରିୟ ମଣ୍ଡଳୀ, ଆଜି ସେଥିପାଇଁ ମୁଁ କହିବାକୁ ଚାହେଁ, ଜିଜସ୍ defeat the darkness, sin, death and hell. ଯୀଶୁ ଖ୍ରୀଷ୍ଟ ସେ ଆଲୋକ ହୋଇ ସେ ଅନ୍ଧକାରକୁ ନଷ୍ଟ କରିଛନ୍ତି, ପାପକୁ ନଷ୍ଟ କରିଛନ୍ତି, ମୃତ୍ୟୁକୁ ନଷ୍ଟ କରିଛନ୍ତି, ନର୍କକୁ ସେ ପରାସ୍ତ କରିଅଛନ୍ତି। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଏହା ଆମମାନଙ୍କର ଜ୍ଞାନ ବୁଦ୍ଧିର ବାହାରେ ଅଟେ, କିନ୍ତୁ ଈଶ୍ୱରଙ୍କ ଠାରେ ତାହା ସମ୍ଭବ ଅଟେ। ପ୍ରିୟ ମଣ୍ଡଳୀ, ଆଜି ମୁଁ ସେଥିପାଇଁ ତୁମମାନଙ୍କୁ କହିବାକୁ ଚାହେଁ, ସେଇ ଈଶ୍ୱରଙ୍କୁ, ସେଇ ଆଲୋକର ଈଶ୍ୱରଙ୍କୁ ଯେତେବେଳେ, ସେଇ ଆତ୍ମାର ଈଶ୍ୱରଙ୍କୁ, ଶକ୍ତିର ଈଶ୍ୱରଙ୍କୁ ଯେତେବେଳେ ଆମମାନଙ୍କର ଜୀବନରେ ଏଲାଉ କରିବା, ସେତେବେଳେ ଭୟ ବିଶ୍ୱାସରେ ପରିଣତ ହୋଇଯିବ। ଗୋଟେ ଭୟ ବିଶ୍ୱାସରେ ପରିଣତ ହେବ, ଦୁର୍ବଳତା ଶକ୍ତିରେ ପରିଣତ ହୋଇଯିବ। ପ୍ରିୟ ମଣ୍ଡଳୀ, ଗୋଟେ ନ୍ୟାଚୁରାଲ ଲାଇଫ ବିକମ୍ ଏ ସୁପର ନ୍ୟାଚୁରାଲ ଲାଇଫରେ ପରିଣତ ହେବ। ଯେମିତିକି ସାଉଲ ଏବଂ ଦାଉଦଙ୍କର ଜୀବନକୁ ଦେଖ, କେମିତି ଲୋକମାନେ, ଛେଳି ଚରେଇବା ଲୋକମାନେ କେମିତି ପରିବର୍ତ୍ତନ, ତାଙ୍କର ଲାଇଫ, ନ୍ୟାଚୁରାଲ ଲାଇଫ ବିକମ୍ ଏ ସୁପର ନ୍ୟାଚୁରାଲ ଲାଇଫ। ଯେତେବେଳେ ଜଣେ ସ୍ତ୍ରୀଙ୍କ ଉପରେ ମଧ୍ୟ ଈଶ୍ୱରଙ୍କର ଆତ୍ମା, ସେଇ ଆଲୋକ ସଦୃଶ୍ୟ ଅଧିଷ୍ଠାନ କରିବ, ଗୋଟେ ବିଶ୍ୱାସିନୀ ମା ହୋଇ ଜଗତରେ ଶକ୍ତିର ସହିତ ବଞ୍ଚିବ। ଆଜି ଏଇ ମର୍ଣ୍ଣିଂ ପ୍ରେୟରରେ ଜଣେ ମହିଳା ସେ ଲିଡ୍ କରୁଛନ୍ତି, ମଣ୍ଡଳୀର ଗୋଟେ ସେବିକା ହୋଇକରି ସେମାନେ ବଞ୍ଚି ପାରିବେ, ନିଜର ପରିବାରର ଗୋଟେ ଆଲୋକ ସ୍ୱରୂପ ହୋଇ ସେମାନେ ବଞ୍ଚି ପାରିବେ, ଏବଂ ସମାଜରେ ଈଶ୍ୱରଙ୍କର ସ୍ୱର ହୋଇକରି ଦି ଭଏସ୍ ଅଫ୍ ଗାଡ୍ ହେବେ। ସେମାନେ ସମାଜରେ ଈଶ୍ୱରଙ୍କର ଗୋଟେ ଭଏସ୍ ଅଫ୍ ଗାଡ୍ ହେଇପାରିବେ ସମାଜରେ। ପ୍ରିୟ ମଣ୍ଡଳୀ, ଆଜି ଆମମାନେ ସମସ୍ତେ ସେଇ ପ୍ରଭୁଙ୍କ ଚରଣ ତଳେ ସମର୍ପିତ ହେବା, ଗାଡ୍କୁ ଆମମାନେ ଏଲାଉ କରିବା। ଆଉ ଯେତେବେଳେ ଗାଡ୍ ଏଲାଉ କରିବା ଆମମାନଙ୍କ ଜୀବନରେ, ତୁମମାନଙ୍କର ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ, ତୁମମାନଙ୍କର ସାମାଜିକ ମାଣ୍ଡଳିକ ଜୀବନରେ ଭୟଙ୍କର ପରିବର୍ତ୍ତନ ଆସିପାରିବ। ତୁମେମାନେ ମଧ୍ୟ ମରିୟମ ସଦୃଶ୍ୟ ଶକ୍ତିର ସହିତ ଆଗକୁ ବଢିପାରିବ। ସେତେ ଏକ୍ସାଲ୍ଟ ମଧ୍ୟ ଈଶ୍ୱର ତୁମମାନଙ୍କୁ କରିବେ। ତୁମେ କେବେ ବି ଭାବ ନାହିଁ ଯେ ଏଇଟା ଆମେ କେବେ ହେଇପାରିବ ନାହିଁ ବୋଲି। ଆପଣମାନେ କେବେ ଭାବନ୍ତୁ ନାହିଁ ଏଇଟା ହେଇପାରିବ ନାହିଁ ବୋଲି। ଯାହା ମନୁଷ୍ୟର ଅସାଧ୍ୟ, ତାହା ଈଶ୍ୱରଙ୍କର ସାଧ୍ୟ। ସୁପ ସାଗରକୁ ପ୍ରଭୁ ସେ ଆଘାତ କର ବୋଲି କରି ଆଘାତ କଲେ, ସେଇଠି ସେମାନେ ଯାତ୍ରା କଲେ। ଗୋଟେ ପଥରରେ ଆଘାତ କଲେ, ସେଇଠି ଜଳ ବାହାରି ପଡିଲା। ଗାଡ୍ ସେ ଅସମ୍ଭବକୁ ସମ୍ଭବ କରିପାରିବେ when we allow the spirit and the power of God। ସମୟ ଅଧିକ ହେଇଗଲାଣି। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ। କେବେ ବି ଭାବନ୍ତୁ ନାହିଁ ଆମମାନଙ୍କ ଜୀବନର ଅସମ୍ଭବ, ଆମର ହ୍ୟୁମାନ୍ ଲିମିଟେସନ ଅଛି ବୋଲିକି। ମାତ୍ର ଲିମିଟେସନ ମଧ୍ୟ ଅସୀମିତ ହେଇପାରିବ, ଅନଲିମିଟେଡ ହେଇପାରିବ। କାରଣ ଯେତେବେଳେ କି ଈଶ୍ୱରଙ୍କର ଶକ୍ତି ଏବଂ ଈଶ୍ୱରଙ୍କର ଆତ୍ମା ଆମମାନଙ୍କ ଜୀବନ ଅଧିଷ୍ଠାନ କରେ। ପ୍ରଭୁ ଏହି ପବିତ୍ର ଜୀବନ୍ତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ତାଙ୍କର ଈଶ୍ୱରୀୟ ଆଶୀଷ ଅନୁଗ୍ରହ ଦାନ